ସାର୍ ଆପଣଙ୍କର ପରିଚୟ ଏବଂ ଆଜିର ଓଡ଼ିଶା ନାଟ୍ୟ ସଂଘ ସାଧାରଣ ପରିଷଦ ବୈଠକଟି ଆପଣଙ୍କୁ କେମିତି ଲାଗିଲା? ମୋର ପରିଚୟ ମୁଁ ମନୋଜ ପଟ୍ଟନାୟକ, ଓଡ଼ିଶା ନାଟ୍ୟ ସଂଘର ସଭାପତି। ଯାହା ହେବ ମୋତେ ଆଗରୁ ଦେଖାଯାଇଥିଲା, କାହିଁକିନା ମୁଁ ପ୍ରସ୍ତୁତ କରିଥିଲି ପ୍ରୋଗ୍ରାମଟା, ତେଣୁ ମୁଁ ଜାଣିପାରିଥିଲି ଏହା ନିଶ୍ଚିତ ସଫଳ ହେବ। ଆଜି ସଫଳ ହେଲା। ବହୁତ ଲୋକ ଆସିଥିଲେ। ଯେଉଁ ବିଷୟରେ ଆଲୋଚନା କରାଗଲା ସମସ୍ତେ ମତଦାନ କଲେ ଏବଂ ମୋତେ ଲାଗିଲା ଯେ ଏହା ନିହାତି ସଫଳ ହେବ। ଏବଂ ଯେଉଁ ଜିନିଷ ଗୁଡ଼ିକ ଆମର ଆଲୋଚନାକୁ ଗଲା ସବୁ ଆଲୋଚନା ବି ସଫଳ ହେଲା ଏବଂ ସମସ୍ତେ ଯାହା ବକ୍ତବ୍ୟ ରଖିଲେ ଆହୁରି ବହୁତ ଖୁସି ଲାଗିଲା। ନିଶ୍ଚିତ ଭାବରେ ଆଗକୁ ବଢ଼ିବା ପାଇଁ ଆଉ ଗୋଟିଏ ବର୍ଷ ପରେ ଆମେ ଗଲା ପରେ ଅନ୍ୟମାନେ ଆହୁରି ନୂଆ ସଭ୍ୟ, ନୂଆ ପ୍ରେସିଡେଣ୍ଟ, ନୂଆ ସେକ୍ରେଟାରୀ, ନୂଆ କୋଷାଧ୍ୟକ୍ଷ ସବୁ ଆସିବେ, ଭଲ ଭଲ ପିଲାମାନେ ଆସିବେ, ଭଲ କାମ କରିବେ, ଆମେ ତାଙ୍କ ପଛରେ ରହିବୁ। ବିପ୍ଳବ ତ ବିପ୍ଳବ ତେଣୁକରି ବିପ୍ଳବ ଯେଉଁ କାମ ଯେତେବେଳେ କରିଛି ବହୁତ ଭଲ କାମ କରିଛି। ଆଉ ବହୁତ ମାନେ ତା ଭଳି ମେଣ୍ଟାଲିଟି, ତା ଭଳି ଆଟିଚ୍ୟୁଡ଼, ବିହେଭିଅର ଗୋଟେ ସୈନିକ ତ କୁହାଯିବନି, ସେ ହେଉଛି ସେନାପତି, ନାଟ୍ୟ ସଂଘର ସେନାପତି। ତେଣୁ ସେନାପତି ଯାହା କଲେ ତାଙ୍କୁ ଆଉ କ'ଣ ଟେକିବାର ଦରକାର କିଛି ଅଛି ନା? ତାକୁ କହିବା ଭଲ ବୋଲି କହିପାରିବା? ସେ ତ ସେନାପତି ଆଗରେ ଜଗିଛନ୍ତି, ଆଉ କ'ଣ ଅଛି? ଧନ୍ୟବାଦ। ଆପଣ ସଭାପତି ଓଡ଼ିଶା ନାଟ୍ୟ ସଂଘର, ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ଧନ୍ୟବାଦ।